ଘନ ଜଙ୍ଗଲ ଚାରିପଟେ ଉଚ୍ଚ ଉଚ୍ଚ ଗଛ ଆଉ ତା ମଝିରେ ଗୋଟିଏ ଛୋଟ ଚାଳ ଘର। ଘରର କାନ୍ଥ ମାଟିରେ ଥିଲା ଆଉ ଉପରେ ଚାଳ ଥିଲା। ଘର ବାହାରରେ ଗୋଟିଏ ଅଗଣା ଥିଲା। ସେ ଘରେ ଦୁଇ ଭଉଣୀ ରହୁଥିଲେ। ବଡ଼ ଭଉଣୀର ନାମ ଗୀତା ଥିଲା ଓ ସାନ ଭଉଣୀର ନାମ ଥିଲା ସୀତା। ମା ବାପା ପ୍ରଥମେ ରୋଗରେ ଚାଲିଗଲେ। ତା ପରଠୁ ଘରର ସବୁ ଦାୟିତ୍ୱ ଗୀତା ଓ ସୀତା ଉପରକୁ ଆସିଯାଇଥିଲା। ବଡ଼ ଭଉଣୀ ଗୀତା ଗମ୍ଭୀର ସ୍ୱଭାବର ଥିଲା, କାମରେ ନିପୁଣ ଓ ବୁଦ୍ଧିମାନ ଥିଲା, ଯେବେକି ସାନ ଭଉଣୀ ସୀତା ଚଞ୍ଚଳ, ନିରୀହ ଓ ହସମୁଖ ଥିଲା। ଗୋଟିଏ ସନ୍ଧ୍ୟାରେ ଗୀତା କାମରୁ ଫେରୁଥିଲା। ସୀତା ବି ଘର କାମ କିଛି ସାରି ଦିଦିର ବାଟକୁ ଚାହିଁଥିଲା। ଗୀତା ମୁଣ୍ଡରେ କାଠ ବୋଝ ଧରି ଘରକୁ ଫେରିଲା। ଦେଖେ ସୀତା, ଆଜିର କାଠ ବିଡ଼ା ବଡ଼ ଭାରି। ୟାକୁ କାଲି ସକାଳୁ ବଜାରକୁ ନେଇ ବିକିବାକୁ ପଡ଼ିବ। ଆଜିର ଡାଲି ତ ତତେ ହିଁ ବନେଇବାକୁ ପଡ଼ିବ। ଦିଦି, ତୁ ସବୁବେଳେ ମୋତେ ଚୁଲିକି ପଠେଇ ଦଉଛୁ। କେବେ ତୁ ବି ବନା ଖାଇବା। ମୁଁ ବି କାଠ ଉଠେଇକି ଆଣିବି ନା। ତତେ ବି ଚୁଲିରେ ବସିବା ଦରକାର। ଆରେ ବାୟାଣୀ, ତୁ ସାନ ଅଛୁ, ସେଥିପାଇଁ ତତେ କାମ ଶିଖିବାର ଅଛି। ରୋଷେଇ, ପାଣି ବୋହିବା, ଚୁଲି ଲଗେଇବା, ନହେଲେ ପରେ କ'ଣ କରିବୁ? ମୁଁ ତ ଚାହୁଁଛି ତୁ ସବୁ ଜାଣେ। ଦିଦି, ମୁଁ ବୁଝୁଛି, ହେଲେ କେବେ କେବେ ଲାଗୁଛି ଯଦି ମା ଆମ ସାଙ୍ଗରେ ଥାଆନ୍ତା ତ ଆମକୁ ଏତେ ପରିଶ୍ରମ କରିବାକୁ ପଡ଼ିନଥାନ୍ତା। କେତେ ଭଲ ହୋଇଥାନ୍ତା। ମା ହସି ହସି ଖାଇବା ପରସିଥାନ୍ତା ଆଉ ବାବା କାମରୁ ଫେରିବା ବେଳେ ଆମ ପାଇଁ ମିଠା ନେଇକି ଆସିଥାନ୍ତେ। ଆରେ, ତୁ କ'ଣ ପୁଣି ସେହି କଥା କହିଲୁଣୁ? ସୀତା, ଭଗବାନ ମା ବାବାଙ୍କୁ ଆମଠୁ ଛଡ଼େଇ ନେଲେ, ହେଲେ ସାହସ ଦେଇଛନ୍ତି। ଦେଖେ, ଏ ଜଙ୍ଗଲ ଆମ ସହିତ ଅଛି। ଆମେ ଏକା ନୁହଁ, ସେମାନେ ବି ଆମ ସହ ଅଛନ୍ତି। ଦିଦି, ତୋ ସହ ରହିଲେ ମୋତେ ଡର କେବେ ବି ଲାଗୁନି। ଏ ଘର କେତେ ଛୋଟ, ହେଲେ ବି ତୋ ସହିତ ରହିଲେ କୋଉ ରାଜମହଲଠୁ କମ୍ ଲାଗୁନି ମୋତେ। ଦୁଇ ଭଉଣୀ କଥା ହେଲେ। ଚୁଲିରେ ଡାଲି ବସିଥିଲା। ସେ ଛୋଟ ଘରେ ତାଙ୍କ ହସ ଯେମିତି ଘର ଉଜ୍ଜଳ କରିଦେଉଥିଲା। ସକାଳର ସମୟ ଥିଲା। ଗୀତା ଓ ସୀତା କାଠ ବିଡ଼ା ମୁଣ୍ଡରେ ଉଠେଇକି ଗାଁ ଭିତରକୁ ଚାଲିଗଲେ। ସେ ଜଙ୍ଗଲ ଭିତର ଦେଇ ଯାଉଥିଲେ। ଯେବେ ସେ ଗାଁକୁ ଗଲେ ତ ଚନ୍ଦିନୀରେ କିଛି ବୁଢ଼ା ଲୋକ ବସିଥିଲେ। ଆରେ ଗୀତା, ସୀତା, ଆଜି ପୁଣି କାଠ ନେଇକି ଆସିଗଲ? ଏତେ ଭାରି ବୋଝ ଏକୁଟିଆ କେମିତି ବୋହି ନେଉଛ? ଜଙ୍ଗଲରେ ଡର ଲାଗୁନି? କାକା, ଡର ତ କେବେ କେବେ ଲାଗୁଛି, ହେଲେ ଭଗବାନ ଅଛନ୍ତି। ଆମର ଭରସା ଅଛି। ଆଉ ଜଙ୍ଗଲ ଆମ ପାଇଁ ମା ବାବା ପରି। ସେ ଆମକୁ ସାହାରା ଦେଉଛି। ହଁ କାକା, ପ୍ରକୃତିରୁ ଆମକୁ ସବୁ ମିଳୁଛି। ଆମେ ସେଥିରେ ହିଁ ସନ୍ତୁଷ୍ଟ। ଆମକୁ ଏଥିରେ ଡର ଲାଗୁନି। ଆମେ ଜାଣିଛୁ କାକା, ଆମକୁ ଡେରି ହୋଇଯିବ। ଆମକୁ ଏସବୁ କାଠ ବିକିବାର ଅଛି। ଚାଲେ ସୀତା। ଏମିତି କହି ସେମାନେ ବଜାରକୁ ବାହାରି ଯାଆନ୍ତି। କିଛି ସମୟ ପରେ ଯେବେ ଦୁଇ ଭଉଣୀ କାଠ ବିକିକି ଘରକୁ ଆସନ୍ତି, ଆକାଶ ପୁରା କଳା ହୋଇଯାଇଥିଲା। ବର୍ଷାର ପାଗ ଥିଲା। ସନ୍ଧ୍ୟା ହଉ ହଉ ବର୍ଷା ଆରମ୍ଭ ହୋଇଗଲା। ଗୀତା ଓ ସୀତା ନିଜ ଘରେ ବସିଥିଲେ। ଦିଦି, ଛପର ଭାଙ୍ଗିଯିବ ଲାଗୁଛି। ବାହାରର ବର୍ଷା ଘଡ଼ଘଡ଼ିର ଆବାଜ ଆସୁଛି। ଏବେ ଆମେ କୋଉଠି ରହିବା? ଡରେ ନା ଗୀତା, ଭଗବାନ ସବୁ ଦେଖୁଛନ୍ତି। ଯଦି ଘର ଭାଙ୍ଗିଯିବ ତ ଆମେ ପୁଣି ବନେଇ ନେବା। ଯେବେ ଯାଏ ଆମେ ସାଥିରେ ଅଛନ୍ତି ତ କୋଉ ସଙ୍କଟ ଆମକୁ ଛୁଇଁ ପାରିବନି। ବର୍ଷା ପୁରା ରାତି ହେଉଥିଲା। ଘରର କାନ୍ଥ ଓଦା ହୋଇଯାଇଥିଲା। ଖାଇବା ଖାଇ ଦୁଇ ଭଉଣୀ ବସିଥିଲେ। ଦିଦି, ମୋତେ ଡର ଲାଗୁଛି। ଯଦି କାନ୍ଥ ଭାଙ୍ଗିଯିବ ତ ଆମେ କୁଆଡ଼େ ଯିବା? ଡରେନି ସୀତା, ପରିସ୍ଥିତି କଠିନ ହୋଇ ସବୁବେଳେ ରହେନି। ଏ ରାତି ବି କଟିଯିବ, ସକାଳୁ ସବୁ ଠିକ୍ ହୋଇଯିବ। ଆମେ ପୁଣି ମା ବାବାଙ୍କ ସ୍ମୃତିରେ ବଞ୍ଚିବା। ଦେଖେ, ବର୍ଷା ବି କମିଲାଣି। ଗୀତା ସୀତାକୁ ସାହସ ଦେଇ ଚୁପ୍ କରାଇ ଦେଲା। ରାତି ସାରା ଦୁଇ ଭଉଣୀ
ବସିଥିଲେ। ସକାଳ ହେଲା। ସକାଳେ ଯେବେ ଗାଁରେ ଶାନ୍ତି କାକି ତାଙ୍କ ଘର ଦେଖିବାକୁ ଆସିଲେ ତ ସେ ଘରର ଅବସ୍ଥା ଦେଖିକି କହିଲେ, ଝିଅ, ଭଲ ହେଲା କି ତୁମ ଘର ଠିକ ଅଛି। ମତେ ଓ ତୁମ କାକାକୁ ତୁମ ଚିନ୍ତା ରାତି ସାରା ହଉଥିଲା। ଜଣା ନାହିଁ ତୁମେ ଦୁହେଁ ଏତେ ଜୋର ବର୍ଷା ଘଡ଼ଘଡ଼ିରେ କେମିତି ଥିବ। ହେଲେ ଭଗବାନଙ୍କୁ ଧନ୍ୟବାଦ କି ତୁମ ଘର ଠିକ ଅଛି। କାକି, ତୁମର ଆଶୀର୍ବାଦ ଓ ଭଗବାନଙ୍କ କୃପାରେ ସବୁଦିନ ପରି ଏ ଘର ବଞ୍ଚିଗଲା। ଆଉ ଆମେ ବି ସୁରକ୍ଷିତ ଅଛୁ। ବର୍ଷା ଦିନ ସରି ଆସିଲାଣି ତ ମନରେ ଡର କମିବାରେ ଲାଗିଛି। ତୁମେ ଦୁହେଁ ଆମ ପାଇଁ ମା ବାପା ପରି। ଭଲ ହେଲା କି ତୁମେ ଆମକୁ ଦେଖା କରିବାକୁ ଆସିଲ କାକି। ଆମ ଆଶୀର୍ବାଦ ତ ସବୁବେଳେ ରହିବ। ହେଲେ ଝିଅ, ଆମେ ତ କେବେଠୁ ଚାହୁଁଛୁ କି ତୁମେ ଦୁହେଁ ଆମ ପାଖରେ ରୁହ। ଏ ଜଙ୍ଗଲ ଭିତରେ ତୁମେ ଏତେ ବି ସୁରକ୍ଷିତ ଲାଗୁନ। ନାହିଁ କାକି, ତୁମେ ତ ଜାଣିଛ ଏ ଜମି ଓ ଘର ମା ବାବାଙ୍କ ଶେଷ ଚିହ୍ନ। ଏହାକୁ ଛାଡ଼ିକି ଆମେ କୁଆଡ଼େ ବି ଯାଇପାରିବୁନି। ହଁ, ମୁଁ ଜାଣିଛି ଗୀତା। ସେଥିପାଇଁ ଆମେ ତୁମକୁ ନବାକୁ ଜିଦ୍ କରୁନୁ। ଏବେ ମୁଁ ଆସୁଛି। ରୁହ ନା କାକି, ଚାହା ପିଇକି ଯିବ। ଏମିତି ହିଁ ଶାନ୍ତି କାକି ହାଲଚାଲ ପଚାରିକି ସେଠାରୁ ଚାଲିଗଲେ। ଆଉ ଦୁଇ ଭଉଣୀ ବି କାମରେ ଲାଗିଯାଆନ୍ତି। 2 ଦିନ ପରେ ବର୍ଷା କମି ଯାଇଥିଲା। ମେଳାର ଆୟୋଜନ ଆରମ୍ଭ ହୋଇଯାଇଥିଲା। ହେଲେ ସବୁ ବର୍ଷ ପରି ଗାଁର ଲୋକ ଖୁସି କମ୍, ଚିନ୍ତାରେ ଅଧିକ ଥିଲେ। କାରଣ ଥିଲା ଗାଁର ଜମିଦାର ଓ ମୁଖିଆ ହଜାରୀ ଜବରଦସ୍ତି ଗାଁର ଲୋକଙ୍କଠୁ ଚାନ୍ଦା ଆଦାୟ କରୁଥିଲେ। ଦୁଇ ଭଉଣୀ ଘର ବାହାରେ ବସିଥିଲେ। ସେତେବେଳେ ଦୂରରୁ ଜମିଦାର ଓ ମୁଖିଆକୁ ଆସୁଥିବାର ଦେଖିଲେ। ଦିଦି, ଦେଖେ ନା, ଇଏ ତ ଜମିଦାର ଆଉ ମୁଖିଆ ଏପଟକୁ କ'ଣ ପାଇଁ ଆସୁଥିବେ? ତାହା ହିଁ ହବ ଯାହାର ଆମକୁ ଡର ଥିଲା। ମେଳା ପାଖେଇଲାଣି ଆଉ ଏମାନେ ଚାନ୍ଦା ମାଗିବାକୁ ଆସିଥିବେ। ଓ ଗୀତା, ସୀତା, ଆମେ ଆସିଛୁ। ଗାଁରେ ମେଳା ଆସୁଛି। ସବୁ ଘରୁ ଚାନ୍ଦା ନବାର ଅଛି। ସେ ଗରିବ ହଉ ବା ଧନୀ, ଚାନ୍ଦା ଦବାକୁ ପଡ଼ିବ। ଜମିଦାର ବାବୁ, ଆମେ ତ ଦୁଇ ଗରିବ ଅନାଥ ଭଉଣୀ ଯେମିତି ସେମିତି ଘର ଚାଲୁଛୁ। ଆମ ପାଖରେ ଏମିତି କିଛି ବଞ୍ଚୁନି ଯୋଉଥିରେ ଆମେ ଚାନ୍ଦା ଦେବୁ। କ୍ଷମା କରିବେ। ଏହା ଶୁଣି ଜମିଦାର ରାଗରେ ନାଲି ହୋଇଗଲା। ଆରେ ଓ, ଆମକୁ ବାହାନା ଶୁଣାନି। ମେଳା ହେଉଛି ଗାଁର ଇଜ୍ଜତ। ଯଦି ତୁମେ ଚାନ୍ଦା ଦେବନି ତ ତୁମ ନାଁ ଗାଁରେ ଖରାପ କରିଦେବି। ସଭାରେ କହିବି ତୁମେ ଦୁଇ ଜଣ ମେଳାରେ ସାହାଯ୍ୟ କରିନ ବୋଲି। ଗଲା ବର୍ଷ ବି ଏମିତି କରିଥିଲ, ହେଲେ ଆମେ ତୁମ କଥା ମାନିଥିଲୁ। ଜମିଦାର ବାବୁ, ଗାଁର ଇଜ୍ଜତ ଆମଠୁ ଅଧିକ କିଏ ବୁଝୁଛି? ଆମେ ବି ତ ଏ ଗାଁର ପିଲା। ହେଲେ ଯିଏ ଖାଇବାକୁ ଏତେ କଷ୍ଟରେ ପାଉଛି ତାଠୁ ତୁମେ ସୁନା ରୂପା ପରି ଚାନ୍ଦା ମାଗୁଛ? ଏହା ତ ଅନ୍ୟାୟ। ଚୁପ୍ ରହ ତୁ, ଏତେ ପାଟି ଚଲାନା। ଗାଁର ସମ୍ମାନୀୟ ଲୋକ ସହିତ କିଏ ଏମିତି କଥା ହେଉଛି କି? ଆମେ ମୁଖିଆ। ଏ ଗାଁର ଆମକୁ ଜଣା ଅଛି କାହା ପାଖରେ କ'ଣ ଅଛି। ତୁ ଭାବେନା କି ତୋ ଗରିବୀ ଆମକୁ ଦେଖା ଯାଉନି ବୋଲି। ଗରିବାକୁ ସବୁବେଳେ ଚୁପ୍ ରହିବା ଦରକାର। ମୁଖିଆ ଆଜ୍ଞା, ଆମେ ତୁମର ଇଜ୍ଜତ କରୁଛୁ, ହେଲେ ଜବରଦସ୍ତି ଚାନ୍ଦା ନେବା ଠିକ ନାହିଁ। ମେଳା ଗାଁର ଖୁସି ପାଇଁ ହୋଇଛି, ନା କି କାହାର ବଳ ଦେଖେଇବାକୁ। ଆମେ ନିଜ ହାତରେ ମେଳା ସଜାଇବା କାମ କରିଦେବୁ, ହେଲେ ଚାନ୍ଦା ଦେବା ଆମ ପାଇଁ ଅସମ୍ଭବ। ଶୁଣ ମୁଖିଆ, ଏ ଝିଅ ଭାବୁଛି ଆମର ଅପମାନ ହେଲେ ଚାନ୍ଦା ମାଗିବା ଆମେ ଛାଡ଼ିଦବା ବୋଲି। ଦେଖ ଝିଅମାନେ, ଜମିଦାର ଓ ମୁଖିଆ କଥା ମାନିବା ଦରକାର, ନହେଲେ କିଛି ଠିକ ହବନି। ଯାହା ବି କିଛି ହେଉ, ଆମେ ଆମ ପେଟ ମାରିକି ତୁମକୁ ଦେଇ ପାରିବୁନି। ତୁମେ ବଡ଼, ତୁମ ସହ ଝଗଡ଼ା କରିବୁନି। ହେଲେ ସତ ଏହା କି ଯେ ଚାନ୍ଦାର ପଇସା ମେଳାକୁ କମ୍, ତୁମ ପେଟକୁ ଅଧିକ ଯାଉଛି। ଜମିଦାର ଓ ମୁଖିଆ ଏମିତି ଦୋଷ ନିଜ ନାଁରେ ଶୁଣି ରାଗିଗଲେ। ଠିକ ଅଛି, ଠିକ ଅଛି। ଆଜି ନହେଲେ କାଲି ହିସାବ ସୁଝିବାକୁ ପଡ଼ିବ। ଏତିକି କହି ସେମାନେ ଚାଲିଗଲେ। ଦିଦି,
ଏବେ କ'ଣ ହବ ଯଦି ସେ ଆମ ନା ଗାଁରେ ଖରାପ କରିବ? ତ ଆମକୁ ସବୁ ଗାଁ ବାଲା ବି ଶୁଣେଇବେ। ଏମିତିରେ ତ ଆମେ ଅନାଥ, ଆହୁରି ଅପମାନ ହେବାକୁ ପଡ଼ିବ। ଡରେନି ଭଉଣୀ, ସତର ରାସ୍ତା ସବୁବେଳେ କଠିନ। ଯଦି ଆମେ ଆଜି ହାରିଯିବା ତ ଏମାନେ ଆହୁରି ଅଧିକ ହଇରାଣ କରିବେ। ଆମକୁ ସାହସ ଧରି ଛିଡ଼ା ହେବାକୁ ପଡ଼ିବ। ହଁ ଦିଦି, ସେ ଆମକୁ ଭୁଲ ବୁଝନ୍ତୁ, ଆମେ ପଛକୁ ହଟିବାନି। ତା ପରଦିନ ଗୀତା ଓ ସୀତା କାଠ ନେଇକି ଗାଁର ବଜାରକୁ ଯାଉଥିଲେ। ସେ ଦେଖିଲେ କି ଗାଁରେ ସଭା ବସିଛି। ମେଳା ବିଷୟରେ କଥା ହଉଥିଲେ। ଶୁଣ, ମେଳା ପାଇଁ ସମସ୍ତଙ୍କ ଘରୁ ଚାନ୍ଦା ନିଆଯିବ। କୌଣସି ବାହାନା ଚାଲିବନି। ସେ ଧନୀ ହଉ କି ଗରିବ, ସମସ୍ତଙ୍କୁ ଦବାକୁ ପଡ଼ିବ। ହଁ, ଆଉ ଯୋଉମାନେ ଚାନ୍ଦା ଦେବାକୁ ମନା କରିବେ ତା ନାଁ ଗାଁରେ ବଦନାମ କରାଯିବ। ତା ଜମି ଓ ଧନ ଉପରେ ବି ପ୍ରଭାବ ପଡ଼ିବ। କିଛି ଲୋକ ଡରିକି ପଇସା ଦେଇ ଦଉଥିଲେ, ଆଉ କିଛି ମୁଣ୍ଡ ତଳକୁ କରି ଛିଡ଼ା ହୋଇଥିଲେ। ସେତେବେଳେ ମୁଖିଆର ନଜର ଗୀତା ଓ ସୀତା ଉପରେ ପଡ଼ିଲା। ଆରେ ଦେଖ ତ, ଦୁଇ ଭଉଣୀ ବି ଅଛନ୍ତି। ୟାଙ୍କ ଘର ତ ଜଙ୍ଗଲରେ, ଜମି ବି ଅଛି, ହେଲେ ମେଳାର ଚାନ୍ଦା ଦେଇ ପାରୁନାହାନ୍ତି। ଗାଁରୁ ତ ଦୂରରେ ରହୁଛ, ଏବେ ସମାଜରୁ ବି ଦୂରେଇ ଯିବ। ଦିଦି, ଆମେ ତ କାଠ ବିକା ପଇସାରେ ହିଁ ଚଳୁଛେ। ଏବେ ଏମାନେ ଚାନ୍ଦା ମାଗୁଛନ୍ତି, ଆମେ କୋଉଠୁ ଦବା? ଚୁପ୍ ରହ ସୀତା, ମୁଁ ଶୁଣିଛି। ପ୍ରଥମେ ଆମେ ଏମାନଙ୍କ ସହ କଥା ହେବା। ଆମ ଅସୁବିଧା ସମସ୍ତଙ୍କ ଆଗକୁ ଆସିଲେ ତ ଲୋକ ଆମ ସହିତ ସାଥ ଦେବେ। ଗୀତା ଆଗକୁ ଆସିଲା ଓ କହିଲା, ମୁଖିଆ ଆଜ୍ଞା, ଜମିଦାର ବାବୁ, ଆମେ ତ ଦୁଇ ଅନାଥ ଭଉଣୀ। ଯାହା ମିଳୁଛି ସେଥିରେ ପେଟ ପୋଷୁଛୁ। ଏସବୁ ଗାଁ ବାଲାଙ୍କ ସହ ତୁମେ ବି ଜାଣିଛ। ମେଳାରେ ଆମେ ସେବା ଦେବୁ, ଯେପରି ସବୁ ବର୍ଷ କରୁଛୁ। ହେଲେ ପଇସା ଦବାର ସାହସ ଆମର ନାହିଁ। ଆମକୁ କ୍ଷମା କରନ୍ତୁ। ଆଉ ଯେବେ ମା ବାବା ଥିଲେ ସେ ତ ସବୁବେଳେ ଚାନ୍ଦା ଦେଉଥିଲେ। ଏବେ ତୁମେ ଆମ ପରିସ୍ଥିତି ବୁଝନ୍ତୁ। କଣ କହିଲୁ, ଦବୁନି? ଗାଁର ମେଳା କଣ ପିଲାଙ୍କ ଖେଳ ହୋଇଛି? ଯଦି ସବୁ ତୋ ପରି ଭାବିବେ ତ ଗାଁରେ ମେଳା କେମିତି ଲାଗିବ ଯେ ତୁ ଆମକୁ ବୁଝେଇବାରେ ଲାଗିଛୁ? ତୁ ନିଜକୁ ଭାରି ସିଆଣା ଭାବୁଛୁ ନା? ହେଲେ ଭୁଲେ ନା କି ଏ ଗାଁରେ ଆମର ଚାଲୁଛି। ତୋ ଘର ଜଙ୍ଗଲ ମଝିରେ। ଯଦି ଆମେ ଚାହିଁବୁ ତ ଗାଁକୁ ରାସ୍ତା ବନ୍ଦ କରିଦବୁ। ତେବେ ଦେଖିବୁ ତୁ ବଜାରକୁ କାଠ ବିକିବାକୁ ଯାଇପାରିବୁନି। ଗାଁ ବାଲା ସବୁ ଶୁଣୁଥିଲେ, ହେଲେ ଡରରେ କିଏ କିଛି କହିପାରୁନଥିଲେ। ଜମିଦାର ବାବୁ, ଆମେ ଗରିବ, ହେଲେ ଡରୁଆ ନୁହଁ। ତୁମେ ଠିକ୍ କହିଲ, ଗାଁର ମେଳା ସମସ୍ତଙ୍କର ବୋଲି। ହେଲେ କ'ଣ ଏହା ଗରିବର ପେଟ ମାରିକି ହବ? କ'ଣ ଆମ ପରି ଅନାଥ ଗରିବଠୁ ନେଇକି ନିଜ ଇଜ୍ଜତ ବଢ଼େଇବେ? ଯାହା ବି ହେଉ, ଆମେ ଆମ ହାତରୁ ପେଟ ପୋଷୁଛୁ, ଅନ୍ୟର ହକ୍ ଛଡ଼ଉନୁ। ଯଦି ହୋଇପାରିବ ତ ମେଳାର ସେବାରୁ ବି ବାହାର କରିଦିଅ, ହେଲେ ତୁମକୁ ଚାନ୍ଦା ଦେଇପାରିବୁନି। ହଁ, ଦିଦି ଠିକ୍ କହୁଛି। ଆମେ ତ ମେଳାରେ ସବୁ ବର୍ଷ ପାଣି ଭରୁଛୁ, ମନ୍ଦିରକୁ ସଫା କରୁଛୁ। ଏହା ହିଁ ଆମର ଚାନ୍ଦା, ହେଲେ ପଇସା ଆମେ ଦେଇପାରିବୁନି। ଆମେ ବି ଜାଣିଛୁ, କଥା ଖାଲି ଚାନ୍ଦାର ନାହିଁ। ସବୁ ବର୍ଷ ତୁମେମାନେ ଆମକୁ ଚାନ୍ଦା ବାହାନାରେ ହଇରାଣ କରୁଛ। ଆରେ ଏ ଝିଅ, ତୁ ବହୁତ ଜବାବ ଦଉଛୁ। ଟିକେ ଆବାଜ ତଳକୁ କରି କଥା କହ। ଏ ଯୋଉ ଗାଁ ଲୋକ ଆଗରେ କଥା କହୁଛୁ, ସେମାନେ ତତେ ବଞ୍ଚେଇବାକୁ ଆସିବେନି ସେତେବେଳେ। ଆରେ ଚୁପ୍ କର ତୁମେ। ତୁମ କଥାରେ କିଛି ହବନି। ଏଠି ଜମିଦାରଙ୍କ ହୁକୁମ ଚାଲେ। ଗାଁର ଉନ୍ନତିରେ ଜମିଦାର ବହୁତ ପରିଶ୍ରମ କରିଛନ୍ତି। ତୁମେ ତ ଖାଲି କହିବା ଜାଣିଛ। ମୁଖିଆର କଥା ଶୁଣି ଗାଁର ମହିଳାମାନେ ବି କହିଲେ, ଗୀତା ସୀତା ସତରେ ପରିଶ୍ରମ କରୁଛନ୍ତି। ୟାଙ୍କ ପାଖରେ ପଇସା କୋଉଠୁ ଆସିବ? ୟାଙ୍କୁ ଛାଡ଼ି ଦିଅନ୍ତୁ। ଯଦି ୟାଙ୍କଠୁ ଚାନ୍ଦା ନେବେ ତ ଆମେ ଚାନ୍ଦା ଦବୁନି। ଜମିଦାର ଭାବିଲା, ଯଦି ଆଉ କହିବି ସବୁ ଆମ ବିରୋଧ ହୋଇଯିବେ। ଠିକ୍ ଅଛି, ଠିକ୍ ଅଛି। ଜାଣିଯାଅ, ଯିଏ ଜମିଦାରଙ୍କ କଥା ଟାଳିଥାଏ ତାର କେବେ ବି ଭଲ ହୁଏନି। ତାପରେ ମୁଖିଆ ଓ ଜମିଦାର ସେଠାରୁ ଚାଲିଗଲେ। ଦିଦି, ଏମାନେ ଶତ୍ରୁତା ଆରମ୍ଭ କରିଦେବେ। ମୋତେ ଡର ଲାଗୁଛି।
ଡରେନି ସୀତା, ଆଜି ଆମେ ସତ କହିଛେ। ଯଦି ଆଜି ଆମେ ନଈ ଯାଇଥାନ୍ତେ ତ କାଲି ଏ ଲୋକମାନେ ଆହୁରି ପ୍ରଭାବ ପକାଇଥାନ୍ତେ। ସତ କହିବାର ଡରିବା କଥା ନାହିଁ। ଅସୁବିଧା ଆସିବ। ଯଦି ଗାଁ ଆମ ସହିତ ଅଛି ତ ଆମକୁ କିଏ ବି ହରେଇ ପାରିବନି। ଗାଁର ଲୋକ ଡରିକି ବି ଏ ଦୁଇ ଭଉଣୀଙ୍କୁ ସାଥ ଦିଅନ୍ତି ଆଉ ଦୁଇ ଭଉଣୀଙ୍କ ସାହସ ଦେଖି ଖୁସି ହୁଅନ୍ତି। ରାତିରେ ସେମାନଙ୍କୁ ନିଦ ହେଲାନି। ଦିଦି, ରାତିରେ ଭଲରେ ନିଦ ହଉନି। ଜମି ଲାଗି ମତେ ଚିନ୍ତା ହଉଛି। ମୁଁ ତ ଶୋଇ ପାରିଲିନି। ସେ ଶାନ୍ତିରେ ବସିବେନି। ତାଙ୍କ ନଜର ଖାଲି ଫାଇଦାରେ ଅଛି। ଆମ ମା ବାବା ଯାହା ରଖିଛନ୍ତି ସେ ସହି ପାରୁନାହାନ୍ତି। ଏପଟେ ଜମିଦାରର ଘରେ ମୁଖିଆ ଓ ଜମିଦାର କଥା ହଉଥିଲେ। ଆମେ କେବେଠୁ ତା ଜମି ଉପରେ ନଜର ରଖିଛେ। ଯେବେ ତା ବାପା ଥିଲା ମୁଁ ଯାଇଥିଲି ତା ପାଖକୁ ଜମି କିଣିବାକୁ, ହେଲେ ମତେ ବେଜିତ କରି ଛାଡି ଦେଇଥିଲା। ତାକୁ ମୁଁ ଆଜି ବି ଭୁଲି ପାରୁନି। ଆଉ କାଲି ତା ଝିଅ ମାନେ ପୁଣି ଦୌଡେଇଛନ୍ତି। ମତେ ଏବେ ଜମି ନେଇକି ତାଙ୍କଠୁ ପ୍ରତିଶୋଧ ନବାକୁ ପଡିବ। ସେଥିରେ ଭଲ ବି ତ ଅଛି। ଯଦି ଗୀତା ସୀତାର ଜମି ଆମ ହାତକୁ ଆସେ ତ ଆମେ ସେଠି ତୁମର ମଦ ଦୋକାନ ଖୋଲିବା, ବେପାର ବଢାଇ ପାରିବା। ଆରେ, ମୁଁ ତ ତାହା କେବେଠୁ ଭାବୁଛି, ହେଲେ ହୋଇପାରୁନି। ମୋ ବେପାର ପାଇଁ ସେ ଜାଗା ଏକଦମ ଠିକ। ଏବେ ଆମକୁ ମେଳାର ବାହାନାରେ ହିଁ ସେ ଜାଗା ମିଳିପାରିବ। ଯଦି ଗାଁ ଲୋକ କିଛି କହିବେ ତ ସମସ୍ତଙ୍କ ଆଗରେ କିଛି ଟଙ୍କା ଦେଇ ତାଙ୍କୁ ଗାଁରୁ ଫୋପାଡ଼ି ଦବା। ଏମିତି କଥା ହୋଇକି ହିଁ ଦୁଇ ପହରରେ ସେ ଗୀତାର ଘରକୁ ଗଲେ। ଏବେ ତୁମକୁ ତୁମ କଥାର ଦଣ୍ଡ ମିଳିବ। ଏବେ କଥା ଚାନ୍ଦାର ନାହିଁ। ଯଦି ରହିବାର ଅଛି ତ ଏ ଜମି ଘର ଛାଡ଼ିକି ଯାଅ, ନହେଲେ ସମାଜରୁ ବାହାର। ତେବେ ତ ତୁମକୁ କିଛି ହୋଇ ବି ଗଲେ ସମାଜର ଲୋକେ ତୁମକୁ କିଛି ପଚାରିବେନି। ଆମେ କିଛି ଭୁଲ କହିନୁ। ଏହା ମୋ ମା ବାବାଙ୍କ ସମ୍ପତ୍ତି। ତୁମେ ଭୁଲ କାନୁନ ପଢ଼ାଓନି ଆମକୁ। ଆମେ ଜାଣିଛୁ କି ତୁମ ନଜର ଏ ଜମିରେ କେବେଠୁ ଅଛି। ଠିକ କଥା। ଏମିତିରେ ବି ତୁମେ ଦୁହେଁ ଏ ଜମିରେ କଣ କରିବ? ତୁମକୁ ତ କାଠ ହିଁ ବିକିବାର ଅଛି। ତାଠୁ ଭଲ ଏ ଜମି ଆମକୁ ଦେଇ ଚାଲିଯାଅ କୁଆଡେ। ଆମେ ତୁମକୁ ପଇସା ଦେଇଦେବୁ। ଆମକୁ ପଇସା ଦରକାର ନାହିଁ। ଆମେ ମା ବାବାଙ୍କ ସମ୍ପତ୍ତି କେବେ ଛାଡ଼ିବୁନି। ଠିକ ଅଛି, ପୁଣି ଦେଖିବ ତୁମକୁ ବେଜିତ କରିକି ସମାଜରୁ କେମିତି ଫୋପାଡୁଛି। ଦେଖିବି ତୁମେ କେମିତି ଓ କୋଉଠି କାଠ ବିକିବ। ଏହା କହିକି ସେଠାରୁ ସବୁ ଚାଲିଗଲେ। ସେ ଦୁଇ ଜଣ ଡରିକି ଗାଁର ରାମୁ କାକାଙ୍କ ପାଖକୁ ଯାଆନ୍ତି, ଯିଏକି ତାଙ୍କୁ ନିଜ ଝିଅ ପରି ମାନୁଥିଲେ। ଝିଅ, କଣ ହୋଇଛି? ବଡ଼ ଚିନ୍ତାରେ ଦିଶୁଛୁ। କାକା, ସେ ଜମିଦାର ଓ ମୁଖିଆ ସେ ଆମ ଜମି ଉପରେ ନଜର ପକାଉଛନ୍ତି। ସେ ଲୋକ ଆଜି ଆମକୁ ଧମକ ଦେଇକି ଗଲେ। ସେଥିପାଇଁ ଆମେ ଡରୁଛୁ। ଜାଣିଛୁ, ଏମାନେ ସେ ଘର ଛାଡ଼ି ଆସିବେନି। ସେଠାରେ ତାଙ୍କ ମା ବାପାଙ୍କର ସ୍ମୃତି ଅଛି। ମୁଁ ସରପଞ୍ଚ ହରିଶଙ୍କରଙ୍କ ପାଖକୁ ଯିବି ଆଉ ସବୁ କହିବି। ସେ 5ଟି ଗାଁର ମୁଖ୍ୟ, ତାଙ୍କୁ ସବୁ ମାନନ୍ତି। ତାଙ୍କ ଉପରକୁ କେହି ନାହାନ୍ତି। ଆମ ଗାଁର ମୁଖିଆ ଓ ଜମିଦାର ବି ତାଙ୍କ ହାତରେ ହିଁ ରହନ୍ତି। ଟିକେ ସମୟ ପରେ ରାମୁ କାକା ସରପଞ୍ଚ ହରିଶଙ୍କରଙ୍କ ପାଖକୁ ଆସନ୍ତି। ସେ ବହୁତ ଶକ୍ତ ଥିଲେ। ରାମୁ କାକା ସବୁ ଭଲରେ କହିଲେ। ସରପଞ୍ଚ ଆଜ୍ଞା, ଦୁଇ ଭଉଣୀ ଅନାଥ। ତାଙ୍କ ମା ବାପା ପୂର୍ବେ ଜମିରେ ପରିଶ୍ରମ କରୁଥିଲେ। ଏବେ ଜମିଦାର ଓ ମୁଖିଆ ତାକୁ ନବାକୁ ଚାହୁଁଛନ୍ତି। ସେ ପୂର୍ବରୁ ହିଁ ଭୁଲ କାମ କରୁଥିଲେ। କିଛି ନିଶା ବେପାର ବି କରୁଛନ୍ତି। ସେ ଜମି ତାଙ୍କ ଭୁଲ କାମରେ ଲଗାଇବାକୁ ଚାହୁଁଛନ୍ତି। ସେଥିପାଇଁ ସେମାନେ ଅନାଥ ଝିଅଙ୍କୁ ହଇରାଣ କରୁଛନ୍ତି। ମୁଁ ବି ଶୁଣି ସାରିଛି କି ଜମିଦାରର ନଜର କାହାର ଜମିରେ ଅଛି ବୋଲି, କି ସେ କିଛି ନିଶା ବେପାର କରିବାକୁ ଚାହୁଁଛି ବୋଲି। ହେଲେ ଯେବେ ଖବର ଆସିଲା ସେବେ ପଦକ୍ଷେପ ନେବା କଥା। କଣ ସାକ୍ଷୀ ଅଛି କି? ଏବେ ତ କିଛି ସାକ୍ଷୀ ନାହିଁ, ହେଲେ ସେ ସେମାନଙ୍କୁ ହଇରାଣ କରୁଛନ୍ତି। ଯେବେ କି ତାଙ୍କ ପାଖରେ ଜମିର କାଗଜ ବି ଅଛି। ତୁମେ ତୁମ ଲୋକଙ୍କୁ
ମୋ ସହିତ ପଠାନ୍ତୁ। ଆମେ ତାଙ୍କ ସତ ତୁମ ପାଖକୁ ଆଣିବୁ। ଠିକ ଅଛି, ମୁଁ ମୋର ଜଣେ ଭରସା କରୁଥିବା ଲୋକଙ୍କୁ ତୁମ ସାଥିରେ ପଠାଉଛି। ଜମିଦାରର ସବୁ ଚାଲାକି ଜଣା ପଡ଼ିଯିବ। ତାପରେ ମୁଁ ତାଙ୍କୁ ଦଣ୍ଡ ଦେବି। ତାଙ୍କ ପାଖରେ ପଇସା ଓ ବଳ ଅଛି। ସେ ଯଦି ନକଲି କାଗଜ ବନେଇବେ ତ? ତୁମେ ଓ ମୋ ଲୋକ ଯଦି କିଛି ନ କରିପାରିବ ତ ମୁଁ ମୋ ଲୋକଙ୍କୁ ସବୁଆଡେ ତାଙ୍କ ପଛରେ ଲଗାଇ ଦେବି। ସେଦିନ ରାମୁ କାକା ଓ ସରପଞ୍ଚର ଲୋକ ପିଛା କଲାବେଳେ ଶୁଣିଲେ କି ଆରେ ମୁଖିଆ, ମୁଁ ଏବେ ଆଉ ସହିପାରୁନି। ମୋର ବହୁତ କ୍ଷତି ହେଉଛି। ମତେ ଜଲ୍ଦି ସେ ଦୁଇ ଭଉଣୀଙ୍କ ଜମି ନବାକୁ ହବ ଓ ବେପାର ଆରମ୍ଭ କରିବାକୁ ପଡ଼ିବ। ହଁ, ଅପେକ୍ଷା ତ ମୁଁ ବି କରିପାରୁନି। ହେଲେ କଣ କରିବି? ସେ ଦୁଇ ଜଣ ବହୁତ ଜିଦ୍ଦି। କେମିତି ମାନିବେନି? ତାଙ୍କୁ ତାଙ୍କ ଭାଷାରେ ହିଁ ବୁଝେଇବାକୁ ପଡ଼ିବ। ଆଜି ରାତିରେ ହିଁ ତାଙ୍କୁ କିଛି କରିବାକୁ ପଡ଼ିବ। ବହୁତ କହୁଛନ୍ତି ସେ। ତାପରେ ଦେଖିବା କେମିତି ଦେବେନି ଜମି। ଏହା ଶୁଣି ରାମୁ କାକା ଓ ସରପଞ୍ଚର ଲୋକ ତାଙ୍କ ଆଗକୁ ଆସନ୍ତି। ଆମେ ବି ଦେଖିବୁ କେମିତି କଣ କରିବ। ସେମାନଙ୍କୁ ଏକା ଭାବିଛ କି? ଇଏ ଦେଖ, ସରପଞ୍ଚ ହରିଶଙ୍କରର ଲୋକ। ଏବେ ତୁମର ଠିକଣା ନାହିଁ। ଏବେ ତୁମର ସତ ସମସ୍ତଙ୍କୁ ଜଣା ପଡ଼ିବ। ମେଳା ନାଁରେ କଣ କରୁଛ? ଲୋକଙ୍କୁ ହଇରାଣ କରୁଛ। ରାମୁ କାକା ସରପଞ୍ଚକୁ କହିବାକୁ ଚାଲିଗଲେ। ଜମିଦାର ଓ ମୁଖିଆ ମୁହଁ ଏବେ ନାଲି ହୋଇଯାଇଥିଲା। ରାମୁ କାକା ସରପଞ୍ଚକୁ ସବୁ କହିଲେ। ଠିକ ଅଛି, ମୁଁ ସମୟ ଠିକ କଲି। କାଲି ସଭାକୁ ସମସ୍ତଙ୍କୁ ଡାକି ନବ। ଆଗରୁ ମୁଁ ଶୁଣିଥିଲି, ହେଲେ ମୋ ପାଖରେ କିଛି ସାକ୍ଷୀ ନଥିଲା। ଏବେ ମୋ ଲୋକ ହିଁ ସବୁ ଶୁଣିଲା ଓ ସବୁ ଦେଖିଲା। ଏବେ ସବୁ ସତ ବାହାରକୁ ଆସିବ। ସଭାରେ ସବୁ ଲୋକ ଥିଲେ। ଜମିଦାର ଓ ମୁଖିଆ ଡରରେ ମୁଣ୍ଡ ତଳକୁ କରିଥିଲେ। ଜମିଦାର ଓ ମୁଖିଆ, ଯଦି ତୁମେ ନିଜେ ସତ କହିବ ତ କମ ଦଣ୍ଡ ମିଳିବ। ଆଉ ମୁଁ ସତ ବାହାର କରିବି ତ କଥା ବହୁତ ଗମ୍ଭୀର ହବ। ଜମିଦାର ପାଖରେ ସତ କହିବା ଛଡା କିଛି ବାଟ ନଥିଲା। ସରପଞ୍ଚ ଆଜ୍ଞା, ମୋର ଭୁଲ ହୋଇଯାଇଛି। ଆମକୁ ଚାନ୍ଦା ମାଗି ସେମାନଙ୍କୁ ହଇରାଣ କରିବାର ନଥିଲା। ଆମକୁ କ୍ଷମା କରିଦିଅନ୍ତୁ। କ୍ଷମା ବି ଏମିତି ମାଗୁଛ ଯେମିତି କିଏ ଜାଣି ନାହାନ୍ତି ତୁମେ ତାଙ୍କ ଜମି ପାଇଁ ହଇରାଣ କରୁଛ। କାରଣ ସେ ଜମିରେ ତୁମେ ମଦ ବେପାର କରିପାରିବ ବୋଲି। ଏମିତି ମୁଣ୍ଡ ତଳକୁ କରିବାରେ କିଛି ଲାଭ ନାହିଁ। ଜଲ୍ଦି ଦୁଇ ଭଉଣୀକୁ କ୍ଷମା ମାଗ। ଆଉ ତୁମେ ମୁଖିଆ, ତୁମକୁ ଗାଁର ମୁଖିଆ ପଦରୁ ବାହାର କରାଯାଉଛି। ଆଉ ଜମିଦାର, ତୁମ ଦଣ୍ଡ ରୂପରେ ଗାଁର ମେଳାରେ ଯେତେ ଚାନ୍ଦା ଦରକାର ସବୁ ତୁମକୁ ଦେବାକୁ ପଡ଼ିବ। ଏମିତି କୁହନି ସରପଞ୍ଚ ଆଜ୍ଞା। ମୁଁ ଆଉ କେବେ ଏମିତି ଭୁଲ କରିବିନି। ମତେ ମୁଖିଆ ପଦରୁ କାଢନ୍ତୁନି। ସରପଞ୍ଚ ଆଜ୍ଞା, ମୁଁ ବି ପୁରା ମେଳାର ଖର୍ଚ୍ଚ ଉଠାଇ ପାରିବିନି। ଏମିତି କହିଲେ ମୁଁ ବର୍ବାଦ ହୋଇଯିବି। ଆମେ ଆଗକୁ ଏମିତି ଭୁଲ କରିବୁନି। ଆମକୁ ଦୟା କର। ଏସବୁ ମୁଁ କିଛି ଜାଣିନି। ବହୁତ ହେଇଗଲା ତୁମର ଏବେ ଆଉ କ୍ଷମା ନାହିଁ। ମୁଖିଆ ଆଉ ଜମିଦାରକୁ ସରପଞ୍ଚର କଥା ମାନିବାକୁ ପଡ଼ିଲା। ଦୁଇ ଭଉଣୀ ସରପଞ୍ଚକୁ ଧନ୍ୟବାଦ କଲେ। ସରପଞ୍ଚ ଆଜ୍ଞା, ଆପଣ ଖାଲି ଆମକୁ ନ୍ୟାୟ ଦେଲେନି, ଆପଣ ଆମର ଜୀବନ ବଞ୍ଚାଇଲେ। ଆପଣ ବହୁତ ଦୟାଳୁ ଓ ନ୍ୟାୟବାନ ଅଟନ୍ତି। ହଁ ଦିଦି, ସତ କହିଲା। ଆପଣ ଆମର ଉଦ୍ଧାର କରିଲେ। ଆପଣ ନଥିଲେ ଏମାନେ ଆମକୁ ସବୁବେଳେ ହଇରାଣ କରିଥାନ୍ତେ। ଏଥିରେ ଧନ୍ୟବାଦ ଦେବାକୁ କିଛି ନାହିଁ। ଯଦି ଧନ୍ୟବାଦ ଦେବାର ଅଛି ତ ତୁମ ରାମୁ କାକାକୁ ଦିଅ। ଇଏ ହିଁ ଧନ୍ୟବାଦର ହକଦାର। ଇଏ ତ ସୌଭାଗ୍ୟ କି ଆମକୁ ଏମିତି କାକା ମିଳିଛନ୍ତି। ରକ୍ତର ସମ୍ପର୍କ ନଥିଲେ ବି ଇଏ ଆମକୁ ଅଧିକ ମାନିଛନ୍ତି। ଆପଣଙ୍କୁ ବହୁତ ଧନ୍ୟବାଦ କାକା। ଧନ୍ୟବାଦ କାକା। ତୁମେ ସବୁବେଳେ ଏମିତି ଆଶୀର୍ବାଦ ରଖିଥିବ ଆମ ଉପରେ। ଆରେ, ଇଏ କଣ କହୁଛ? ନିଜ ଲୋକଙ୍କୁ କିଏ ଧନ୍ୟବାଦ ଦିଏ? ମୋର ଓ କାକିର ଆଶୀର୍ବାଦ ତୁମ ଉପରେ ସବୁବେଳେ ରହିବ। ଧନ୍ୟବାଦ ଦେଇକି ଲଜ୍ଜା ଦିଅନି।